ଭଦ୍ରକ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ଶାଖା ସଂଘ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ସମ୍ପନ୍ନ 11 ତାରିଖରେ ହେବ ମତଦାନ। ଭଦ୍ରକ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସଫଳତାର ସହିତ ସମ୍ପନ୍ନ ହୋଇଛି। ମୋର କହିବା କଥା, ମୁଁ ଆଜିକି 32 ବର୍ଷ ହେଲା ଚାକିରି କଲେଣି। ଯେଉଁ ସଂଘ ଥିଲା ଆଜିକି 4 ବର୍ଷ ହେଲା ସେ କଣ୍ଟିନ୍ୟୁ କରୁଥିଲେ, କୌଣସି ଆମର ସୁବିଧା ଅସୁବିଧା ବୁଝୁ ନଥିଲେ। ଆଜି ସେଥିପାଇଁ ମୁଁ ପାହାଚକୁ ଓହ୍ଲେଇଲି ଯେ କି ମୋ ପିଲା ସାନ ସାନ ଭାଇ ଭଉଣୀ ମାନେ ଯେଉଁ ଅସୁବିଧା ସମ୍ମୁଖୀନ କରୁଛନ୍ତି, ମୁଁ ସେଥିପାଇଁ ଖଗା ଦାସକୁ ଚୟନ କଲି ଯେ ଖଗା ଦାସ ଏଇ ପିଢ଼ିରେ ଏଇ ଆମର ଚୟନ ସଂସ୍ପର୍ଶରେ ଆସିଲେ ଆମେ ତାକୁ ଜିତେଇ ଆମର ସୁବିଧା ଅସୁବିଧା ଭଲ ମନ୍ଦ ବୁଝିବ। ଆମର ଖଗା ଭାଇ ବିଦ୍ୟୁତ ଥର ହାରିଥିଲେ ମଧ୍ୟ ସେ ଆମ ହାତ କେବେ ଛାଡ଼ି ନାହାନ୍ତି। ଯେକୌଣସି ଭାଇ ଆମ ଭଉଣୀ ଖଗା ଭାଇଙ୍କ ପାଖରେ ପହଞ୍ଚନ୍ତି, ରାତି ଅଧରେ ସେ ମଧ୍ୟ ତାଙ୍କୁ ଯେକୌଣସି ଉପରେ ସାହାଯ୍ୟ ହେଉ, ଆର୍ଥିକ ସାହାଯ୍ୟ ହେଉ, ସାମାଜିକ ସାହାଯ୍ୟ ହେଉ, ଡିପାର୍ଟମେଣ୍ଟାଲ ସାହାଯ୍ୟ ହେଉ ନିଶ୍ଚୟ କରିଛନ୍ତି। ଏଇଥରକ ପୁରୁଣା ସଂଘକୁ ସେମାନେ ବିତାଡ଼ିତ କରିକି ଖଗା ଦାସ ଭାଇକୁ ନିର୍ବାଚିତ କରି ଆଉ 2 ବର୍ଷ ସେମାନେ ଯେମିତି ତାଙ୍କର ଉନ୍ନତିମୂଳକ କାମରେ ସହଯୋଗ କରିବେ। ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ନିର୍ବାଚନକୁ ନେଇ ସଂଘର ସଦସ୍ୟମାନଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଛି। ଏହି ନିର୍ବାଚନରେ ସଭାପତି ପଦବୀ ପାଇଁ ହାବିଲଦାର ଖଗେନ୍ଦ୍ରନାଥ ଦାସ, ସମ୍ପାଦକ ପଦବୀ ପାଇଁ ଉମାକାନ୍ତ ସାହାଣୀ, ଉପସଭାପତି ପଦ ପାଇଁ କମଳାକାନ୍ତ ନାୟକ, କୋଷାଧ୍ୟକ୍ଷ ପଦବୀ ପାଇଁ କରୁଣାକର ମୁର୍ମୁଙ୍କ ସହିତ ସମ୍ପାଦକ 1 ପଦବୀ ପାଇଁ ଲମ୍ବୋଦର ସାହୁ ଏବଂ ସହ ସମ୍ପାଦକ 2 ପଦବୀ ପାଇଁ ପ୍ରଭୁରଞ୍ଜନ ନାୟକ ପ୍ରାର୍ଥୀ ଭାବରେ ମଇଦାନରେ ଅଛନ୍ତି। ସେହିପରି କାର୍ଯ୍ୟକାରିଣୀ ସଦସ୍ୟ ପଦବୀ ପାଇଁ ଉମାମଣି ସେଠୀ, ରଶ୍ମିତା ମହାନ୍ତି, ବିଶ୍ୱଜିତ ବିଶ୍ୱମୋହନ ପାତ୍ର, ଚକ୍ରଧର ବାରିକ ଓ ଜୀବନ କୁମାର କୁଅଁର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରାର୍ଥୀମାନେ କହିଛନ୍ତି ଯେ ସଂଘର ସମସ୍ତ ହାବିଲଦାର ଓ କନେଷ୍ଟବଳଙ୍କ ସ୍ୱାର୍ଥର ସୁରକ୍ଷା, ସେମାନଙ୍କ ସମସ୍ୟାର ସମାଧାନ ଏବଂ ସଂଘର ଉନ୍ନତି ପାଇଁ ସେମାନେ ନିଷ୍ଠାର ସହିତ କାର୍ଯ୍ୟ କରିବେ। ନିଃସ୍ୱାର୍ଥପର ସେବାଭାବ ଓ ସଂଘର ସାମୂହିକ ବିକାଶକୁ ଲକ୍ଷ୍ୟ ରଖି ସେମାନେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର କହିଛନ୍ତି। ଆସନ୍ତା 11 ତାରିଖରେ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ସଭାପତି ପ୍ରାର୍ଥୀ ଖଗେନ୍ଦ୍ରନାଥ ଦାସଙ୍କ ସମେତ ସମସ୍ତ ପ୍ରାର୍ଥୀ ଭଦ୍ରକ ଜିଲ୍ଲାର ସମସ୍ତ ହାବିଲଦାର ଓ କନେଷ୍ଟବଳଙ୍କୁ ବହୁ ସଂଖ୍ୟାରେ ମତଦାନରେ ଅଂଶଗ୍ରହଣ କରି ନିଜର ସମର୍ଥନ ପ୍ରଦାନ କରିବାକୁ